ଭାରତ ଭୂମି ହେଉଛି ବୀରଗର୍ଭ। ସେହି ଭୂମିରେ ଓଡ଼ିଶା ପ୍ରାନ୍ତ ଯୁଗ ଯୁଗେ ବୀରମାନଙ୍କର କୁଳମଣ୍ଡନ କରିବାର ସୁଯୋଗ ଦେଇଛି। ପୁରାଣରେ ବର୍ଣ୍ଣିତ ଅଛି କଳିଙ୍ଗା ସାହସ। ଭାରତ ଭୂମିରେ ଅନେକ ଦେଶପ୍ରେମୀ ଯୋଦ୍ଧା ଜନ୍ମ ହୋଇ ଦେଶମାତୃକା ପାଇଁ ପ୍ରାଣ ବଳି ଦେଇଛନ୍ତି। ଏହି ଜନ୍ମଭୂମି ସେହି ସ୍ମୃତି ଗୁଡ଼ିକୁ କାଗଜ କଲମରେ ଏବେ ବି ସାଇତି ରଖିଛି। ସେହିଭଳି ଏକ ଅନନ୍ୟ ବୀର ଯୋଦ୍ଧା ଥିଲେ ଜୟୀ ରାଜଗୁରୁ। ଓଡ଼ିଶା ଭାରତବର୍ଷର ଶେଷ ସ୍ୱାଧୀନ ରାଜ୍ୟ। ଖୋର୍ଦ୍ଧା ଓଡ଼ିଶାର ଶେଷ ସ୍ୱାଧୀନତା। 1803 ମସିହାରେ ଏହିଠାରୁ ଇଂରେଜ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଖୋର୍ଦ୍ଧା ରାଜାଙ୍କର ଅଭିଭାବକ, ଖୋର୍ଦ୍ଧା ରାଜ୍ୟର ରାଜପୁରୋହିତ ସେନାଧ୍ୟକ୍ଷ ଜୟୀ ରାଜଗୁରୁ, ଯାହାଙ୍କର ପୁରା ନାମ ଥିଲା ଜୟକୃଷ୍ଣ ରାଜଗୁରୁ ମହାପାତ୍ର। ନିଜ ମାତୃଭୂମିକୁ ବିଦେଶୀ ଶତ୍ରୁମାନଙ୍କ କବଳରୁ ଉଦ୍ଧାର କରିବା ପାଇଁ ଜୟକୃଷ୍ଣ ନିଜର ପ୍ରାଣ ବଳି ଦେଇଥିଲେ। ଐତିହାସିକମାନଙ୍କ ମତରେ ଜୟୀ ରାଜଗୁରୁ ହେଉଛନ୍ତି ଓଡ଼ିଶାର ପ୍ରଥମ ଶହୀଦ ଏବଂ ତାଙ୍କ ଦ୍ୱାରା କରାଯାଇଥିବା ଆନ୍ଦୋଳନ ଓଡ଼ିଶାର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ଭାବରେ ଖ୍ୟାତ ଅଟେ। ଏହି ବୀର ଜୟକୃଷ୍ଣ ରାଜଗୁରୁ ମହାପାତ୍ରଙ୍କର ଜନ୍ମ 1739 ମସିହା କାର୍ତ୍ତିକ 24 ଦିନ ଶୁକ୍ଳ ନବମୀ ବା ଅଁଳା ନବମୀ ତିଥିରେ ପୁରୀ ସହର ନିକଟବର୍ତ୍ତୀ ବୀର ହରେକୃଷ୍ଣପୁର ଶାସନରେ ଇଂରାଜୀ ତାରିଖ ଅକ୍ଟୋବର 29 ତାରିଖ 1739 ଖ୍ରୀଷ୍ଟାବ୍ଦ ସୋମବାର ଦିନ ଗୋଆତ୍ରେୟ ସାମନ୍ତ କୂଳରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଥିଲା ଚାନ୍ଦ ମହାପାତ୍ର ଏବଂ ମାତାଙ୍କ ନାମ ଥିଲା ହାରାମଣୀ ଦେବୀ। ସୁବିଖ୍ୟାତ ସ୍ମୃତିଶାସ୍ତ୍ର ଗଦାଧର ପଦ୍ଧତିର ପ୍ରଣେତା ସାମନ୍ତ ଗଦାଧର ରାଜଗୁରୁ ମହାପାତ୍ର ତାଙ୍କର ପିତାମହ। ଗଦାଧରଙ୍କ ଦଦେଇ ଅର୍ଥାତ୍ ପିତାଙ୍କର ବଡ଼ ଭାଇ ହଳଧର ମହାପାତ୍ର ଥିଲେ ଭାରତବର୍ଷର ଜଣେ ସୁବିଖ୍ୟାତ ପଣ୍ଡିତ। ସେ ରାଜା ହରେକୃଷ୍ଣ ଦେବଙ୍କ ସମୟରେ ଶାରଦା ବାଜପେୟ ଯଜ୍ଞ କରି ସ୍ୱୟଂ ଶାରଦାଙ୍କୁ ଯଜ୍ଞକ୍ଷେତ୍ରରେ ଆବିର୍ଭୂତ କରାଇ ପାରିଥିଲେ। ଦୀର୍ଘ 1 ବର୍ଷ ପର୍ଯ୍ୟନ୍ତ ଏହି ଯଜ୍ଞ ଚାଲିବା ପରେ 1716 ମସିହା କୁମାର ପୂର୍ଣ୍ଣିମା ଦିନ ଏହି ଯଜ୍ଞର ପୂର୍ଣ୍ଣାହୁତି ହେଲା ଏବଂ ସେ ଗଜପତି ହରେକୃଷ୍ଣ ଦେବଙ୍କ ଠାରୁ ବୀର ହରେକୃଷ୍ଣପୁର ଗ୍ରାମକୁ ଦାନ ରୂପେ ଗ୍ରହଣ କରିଥିଲେ। ସେହିଦିନ ମଧ୍ୟ ବୀର ହରେକୃଷ୍ଣପୁର ଗ୍ରାମର ପ୍ରତିଷ୍ଠା କରାଯାଇଥିଲା। ଏହିଭଳି ଏକ ବିଦ୍ୱାନ ପରିବାରରେ ଜୟୀ ରାଜଗୁରୁ ଜନ୍ମଗ୍ରହଣ କରିଥିବାରୁ ପିତା, ମାତା, ପିତାମହ ପ୍ରଭୃତିଙ୍କର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ତୁଳସୀ 2 ପତ୍ରରୁ ବାସିଲା ପରି ପିଲାଟି ଦିନରୁ ଜୟୀ ଯେ ଭବିଷ୍ୟତରେ ଜଣେ ଦିଗ୍ବିଜୟୀ ବୀର ହେବେ ତାହା ଜଣାପଡ଼ୁଛି। ଛୋଟ ପିଲା ଥିଲାବେଳେ ଦିନେ ଜୟକୃଷ୍ଣ ନିଜ ଘର ଭିତରୁ କାନ୍ଥ ଧରି ପିଣ୍ଡାକୁ ଚାଲି ଆସିଥିଲେ। ପୂର୍ବ କାଳରେ ନଦୀ ବଢ଼ି ହେଲେ ଗାଁରେ ପାଣି ପଶୁଥିଲା। ଏହି କାରଣରୁ ବୀର ହରେକୃଷ୍ଣପୁର ଗାଁର ଘରଗୁଡ଼ିକ ବହୁତ ଉଚ୍ଚା। ରାଜଗୁରୁ ପରିବାରର ସେତେବେଳେ ସମସ୍ତେ ପ୍ରାୟ ଘୋଡ଼ା ସାହାଯ୍ୟରେ ଯିବା ଆସିବା କଲେ। ଏକଦା ଚାନ୍ଦ ରାଜଗୁରୁ କାଳିଆ ନାମରେ ଗୋଟିଏ ଘୋଡ଼ା ରଖିଥିଲେ। ସେହି ଘୋଡ଼ାଟି ପିଣ୍ଡା ଠାରୁ କିଛି ଦୂରରେ ଗୋଟିଏ ନଡ଼ିଆ ଗଛରେ ବନ୍ଧା ହୋଇଥାଏ। ଜୟକୃଷ୍ଣ ଦିନେ ପିଲାବେଳେ ଗୁରୁଣ୍ଡି ପିଣ୍ଡାର ଦାଢ଼କୁ ଚାଲି ଆସିଥିଲେ। ଆଉ ଅଳ୍ପ ସମୟ ପରେ ତଳକୁ ଖସି ପଡ଼ିଥାନ୍ତି। କାଳିଆ ପ୍ରଥମେ ବହୁତ ଜୋରରେ ଗର୍ଜନ କରିଥିଲା। ହୁଏତ କିଏ ଆସି ପିଲାଟିକୁ ରକ୍ଷା କରିବ, କିନ୍ତୁ କେହି ନ ଆସିବାରୁ ନିଜେ ନିଜର ଦୌଡ଼ା ଛିଡ଼ାଇ ପିଲା ପାଖକୁ ଚାଲି ଆସିଥିଲା ଏବଂ ପହଣ୍ଡ ଦାଢ଼ରେ ମୁହଁଟି ଏପରି ଲଗାଇ ଦେଇଥିଲା ଯେ ଜୟକୃଷ୍ଣ ଘୋଡ଼ାର ବେକରେ ଥିବା ବେଲ୍ଟ ଧରି ଓହଳି ପଡ଼ିଥିଲେ। ତାପରେ ସେ ଧୀରେ ଧୀରେ ଘୋଡ଼ାର ବେଲ୍ଟରେ ଗୋଡ଼ ଦେଇ ଘୋଡ଼ା ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଚାନ୍ଦ ରାଜଗୁରୁ ଲୋକନାଥଙ୍କ ମନ୍ଦିର ଅଭିଷେକ ସାରି ଘରକୁ ଫେରୁଥିଲେ। ପୁଅ କାଳିଆ ବେଲ୍ଟରେ ଓହଳି ନିର୍ଭୟରେ ଖେଳୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କହିଥିଲେ, ଜୟକୃଷ୍ଣ ଦିନେ ଏକ ବୁଦ୍ଧିମାନ ବିଚକ୍ଷଣ ବୀର ଯୋଦ୍ଧା ଭାବରେ ଓଡ଼ିଶାରେ ବିଖ୍ୟାତ ହେବେ। ଜୟକୃଷ୍ଣଙ୍କର 9 ବର୍ଷ ବୟସରେ ବ୍ରତୋପନୟନ କାର୍ଯ୍ୟ ବିଧିପୂର୍ବକ କରାଯିବା ପରେ ତାଙ୍କର 21 ସମୟରେ ଦିଆଯାଇଥିବା ନାମ ଅମୂଲ୍ୟର ପରିବର୍ତ୍ତନ କରାଯାଇ ଜୟକୃଷ୍ଣ 4 ଅକ୍ଷରର ଏହି ନାମ ରଖାଯାଇଥିଲା। 4 ଅକ୍ଷର ନାଁରେ ଡାକିବା ମାଙ୍କୁ ଅସୁବିଧା ଲାଗିବାରୁ ସେ ତାଙ୍କୁ ଜୟୀ ବୋଲି ଶ୍ରଦ୍ଧାରେ ଡାକୁଥିଲେ। ଏଣୁ ଏହି ନାଁଟିର କ୍ରମଶଃ ବହୁଳ ପ୍ରସାର ହୋଇ ଖୋର୍ଦ୍ଧା ରାଜାଙ୍କର ରାଜଗୁରୁ ପଦ ଗ୍ରହଣ ପରେ ମଧ୍ୟ ଜୟୀ ରାଜଗୁରୁ ନାମରେ ସାଧାରଣରେ ସେ ପରିଚିତ ହୋଇଥିଲେ। ପୂର୍ବ କାଳରେ ବ୍ରତ କାର୍ଯ୍ୟ ଶେଷ ହେବା ପରେ ଗୁରୁଗୃହରେ ରହି ବିଦ୍ୟା ଶିକ୍ଷା କରାଯାଉଥିଲା। ଜୟକୃଷ୍ଣଙ୍କର ବ୍ରତ ଉପନୟନ ସମାପ୍ତ ହେଲା ପରେ ପୁରୀ ଏମାର ମଠ ଏବଂ ପରେ ଗୋବର୍ଦ୍ଧନ ପୀଠ ସଂସ୍କୃତ ଟୋଲରେ ସେ ଅଧ୍ୟୟନ କରିଥିଲେ। ଜୟୀ ରାଜଗୁରୁ ପିଲାଟି ବେଳୁ
ମଲ୍ଲଯୁଦ୍ଧ ଏବଂ ତରବାରୀ ଚାଳନାରେ ନିପୁଣ ଥିଲେ। ସେ ସାମୟିକ ଭାବେ ବାପାଙ୍କୁ ରାଜା କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବା ସହିତ ଜଣେ ନୈଷ୍ଠିକ ବ୍ରାହ୍ମଣ ଓ ବିଦ୍ୱାନ ହିସାବରେ ଖୋର୍ଦ୍ଧା ରାଜାଙ୍କର ନିକଟତର ହୋଇପାରିଥିଲେ। ସେ ମଧ୍ୟ ଖୋର୍ଦ୍ଧାର ବିଭିନ୍ନ ପାଇକ ଆଖଡ଼ାରେ ପାଇକମାନଙ୍କୁ କୁସ୍ତି, ମଲ୍ଲଯୁଦ୍ଧ, ତରବାରୀ ଚାଳନା ଏବଂ ଘୋଡ଼ା ଉପରେ ବସି ଯୁଦ୍ଧ କୌଶଳର ଶିକ୍ଷା ଦେବାର ନଜିର ରହିଛି। ଖୋର୍ଦ୍ଧା ରାଜ୍ୟର ସମସ୍ତ ବିଭାଗର ପ୍ରଶାସନିକ ମୁଖ୍ୟମାନଙ୍କୁ ସାଧାରଣତଃ ରାଜଗୁରୁ ଆଖ୍ୟା ଦିଆଯାଉଥିଲା। ଖୋର୍ଦ୍ଧା ରାଜାଙ୍କ ଅଧୀନରେ ଥିବା ବ୍ରାହ୍ମଣ ଶାସନରୁ ଏହି ରାଜଗୁରୁମାନଙ୍କୁ ଚୟନ କରାଯାଉଥିଲା। ରାଜସ୍ୱ ରାଜ୍ୟ ଶାସନ, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସହିତ ମଠ ଏବଂ ଅନ୍ୟାନ୍ୟ ମନ୍ଦିର ପରିଚାଳନା, ଧର୍ମଚର୍ଚ୍ଚା ଏବଂ ରାଜାଙ୍କୁ ବିଭିନ୍ନ ସମୟରେ ଉପଦେଶ ଦେବା ରାଜଗୁରୁମାନଙ୍କର ମୁଖ୍ୟ କାର୍ଯ୍ୟ ଥିଲା। 1779 ଖ୍ରୀଷ୍ଟାବ୍ଦ ଫାଲ୍ଗୁନ ମାସରେ ବଡମ୍ବାଗଡ଼ ଠାରେ ଜାନୁଜୀ ଘୋଷଙ୍କ ସଙ୍ଗେ ହୋଇଥିବା ଯୁଦ୍ଧର ନେତୃତ୍ୱ ନେଇ ତତ୍କାଳୀନ ରାଜଗୁରୁ ନରସିଂହ ରାଜଗୁରୁ ମୃତ୍ୟୁବରଣ କରିବା ପରେ ଜୟକୃଷ୍ଣ ମହାପାତ୍ର ରାଜଗୁରୁ ପଦବୀରେ ଅଧିଷ୍ଠିତ କରାଯାଇ ସେନାଧ୍ୟକ୍ଷ ପଦବୀ ଦିଆଯାଇଥିଲା। ଜୟରାଜଗୁରୁ ସେନାଧ୍ୟକ୍ଷ ପଦବୀରେ ଦାୟିତ୍ୱ ନେଲା ବେଳେ ସେତେବେଳେ ସୈନ୍ୟବାହିନୀରେ ଘୋର ବିଶୃଙ୍ଖଳା ଦେଖାଯାଇଥିଲା। କ୍ରମାଗତ ଭାବରେ ଖୋର୍ଦ୍ଧା ଉପରେ ଇଂରେଜମାନଙ୍କର ଲୋଲୁପ ଦୃଷ୍ଟି ପଡ଼ିଯାଉଥିଲା। ସେଥିଯୋଗୁଁ ସୈନ୍ୟମାନଙ୍କ ମନରେ ଭୟ ସଞ୍ଚାର ସୃଷ୍ଟି ହୋଇଥିଲା। ଏହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଜୟରାଜଗୁରୁ ସେନାଧ୍ୟକ୍ଷ ପଦବୀରେ ଅଧିଷ୍ଠିତ ହୋଇ ରାଜ୍ୟର ପ୍ରଶାସନ ଦାୟିତ୍ୱ ଗ୍ରହଣ କରିଥିଲେ। ଦୁର୍ଦ୍ଧର୍ଷ ପାଇକ ଜାତିକୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରି ବାହ୍ୟ ଶତ୍ରୁ ଆକ୍ରମଣରୁ ଦେଶମାତୃକାକୁ ରକ୍ଷା କରିବା ପାଇଁ ଜୟରାଜଗୁରୁ ସର୍ବଦା ଚେଷ୍ଟିତ ଥିଲେ। ପ୍ରଥମେ ଗୃହ ବା ପରିବାର ରକ୍ଷା, ଦ୍ୱିତୀୟରେ ଗ୍ରାମ ରକ୍ଷା, ତୃତୀୟରେ ଦେଶ ରକ୍ଷା ଥିଲା ଜୟରାଜଗୁରୁଙ୍କର ରାଜ୍ୟବାସୀଙ୍କୁ ଆହ୍ୱାନ। ଏହି ଆହ୍ୱାନରେ ଉଦ୍ବୁଦ୍ଧ ହୋଇ ପ୍ରାୟ ପ୍ରତ୍ୟେକ ପରିବାର ଜୟରାଜଗୁରୁଙ୍କୁ ଅକୁଣ୍ଠ ଚିତ୍ତରେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏହାର ପ୍ରଭାବ ମଧ୍ୟ ଅନ୍ୟ ପଡ଼ୋଶୀ ରାଜ୍ୟ ଉପରେ ପଡ଼ିଥିଲା। ରାଜାମାନେ କିଛି ପରିମାଣରେ ସ୍ୱେଚ୍ଛାଚାରିତା ପରିତ୍ୟାଗ କରି ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିପାରିଥିଲେ। ଖୋର୍ଦ୍ଧା ରାଜ୍ୟର କ୍ରମାଗତ ଆର୍ଥିକ ଅଧୋଗତି, ବୀରକିଶୋର ଦେବଙ୍କ ପୁତ୍ର ହତ୍ୟା ପରେ ରାଜା ବନ୍ଦୀ ଏବଂ ବୀରକିଶୋର ଦେବଙ୍କର ମୃତ୍ୟୁ, ଦିବ୍ୟସିଂହ ଦେବଙ୍କର ସିଂହାସନ ଆରୋହଣ, ରାଜ କର୍ମଚାରୀମାନଙ୍କ ଅସହଯୋଗ ଖୋର୍ଦ୍ଧା ରାଜ୍ୟକୁ ସମ୍ପୂର୍ଣ୍ଣ ରୂପେ ଦୁର୍ବଳ କରିଯାଇଥିଲା। ଠିକ୍ ଏହି ସମୟରେ 1798 ଖ୍ରୀଷ୍ଟାବ୍ଦରେ ଗଜପତି ଦିବ୍ୟସିଂହ ଦେବଙ୍କର ମୃତ୍ୟୁ ହୋଇଥିଲା। ମୁକୁନ୍ଦ ଦେବ ଦ୍ୱିତୀୟ ନାବାଳକ ଥିବାରୁ ଖୋର୍ଦ୍ଧା ରାଜାଙ୍କର ରାଜଗାଦିରେ କିଏ ବସିବ ସେ ନେଇ ବିବାଦ ମୁଣ୍ଡ ଟେକିଥିଲା। ଏହାର ସୁଯୋଗ ନେଇ ଇଂରେଜମାନେ ଦିବ୍ୟସିଂହ ଦେବଙ୍କର ଭାଇ ଶ୍ୟାମସୁନ୍ଦର ଦେବଙ୍କୁ ଖୋର୍ଦ୍ଧା ରାଜା କରିବା ପାଇଁ ମସୁଧା କରି କେତେକ ବ୍ରିଟିଶ ସୈନ୍ୟଙ୍କ ସହିତ ଖୋର୍ଦ୍ଧା ଗାଦି ଦାଖଲ କରିବା ପାଇଁ ପଠାଇଥିଲେ। ଜୟରାଜଗୁରୁଙ୍କର ଉପସ୍ଥିତ ବୁଦ୍ଧି ହେତୁ ବ୍ରିଟିଶମାନଙ୍କର ଇଚ୍ଛା ପୂରଣ ହୋଇପାରିଲା ନାହିଁ। ମୁକୁନ୍ଦ ଦେବଙ୍କୁ ରାଜଗାଦିରେ ବସାଗଲା। ଇଂରେଜମାନେ ବାଲେଶ୍ୱର ଏବଂ ଗଞ୍ଜାମ ନିଜ ଅଧୀନକୁ ନେବା ପରେ ଖୋର୍ଦ୍ଧା ରାଜ୍ୟର ଆବଶ୍ୟକତା ଇଂରେଜମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିଲା। 1801ରେ ଇଂରେଜମାନେ ପୁରୀ, କଟକ, ବାଣପୁର ଏବଂ ମାଲଦଠାରେ ବାଣିଜ୍ୟ କେନ୍ଦ୍ରମାନ ପ୍ରତିଷ୍ଠା କରି ବ୍ୟବସାୟ କରିବା ବାହାନାରେ ଓଡ଼ିଶା ଦଖଲ ପାଇଁ ମସୁଧା କରିଥିଲେ। ବିଭିନ୍ନ ଲୋକମାନଙ୍କୁ ଉତ୍କୋଚ ଦେଇ ରାଜ୍ୟର ଗୁପ୍ତ ତଥ୍ୟ ସଂଗ୍ରହ କରିବା ସହିତ ରାସ୍ତାଘାଟ ଉପରେ ସର୍ବେକ୍ଷଣ କରିବା ଆରମ୍ଭ କରିଥିଲେ। ଏହି ସମୟରେ ଲର୍ଡ ୱେଲସେଲି ଦ୍ୱିତୀୟ ରଘୁଜୀ ଭୋଁସଲେଙ୍କୁ ଓଡ଼ିଶା ଏବଂ ଖୋର୍ଦ୍ଧା ରାଜ୍ୟ ପାଇଁ ସାମନ୍ତ ସନ୍ଧି ପ୍ରଥା ଗ୍ରହଣ କରିବାକୁ ଏକ ପ୍ରସ୍ତାବ ଦେଇଥିଲେ। ଯଦି ସେହି ପ୍ରସ୍ତାବ ଗ୍ରହଣ କରିଥାନ୍ତେ ତାହେଲେ ହାଇଦ୍ରାବାଦ, ମହୀଶୂର ପରି ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ରୂପେ ରହିଥିଲା ସିନା, କିନ୍ତୁ ନିଜର ସ୍ୱାଧୀନତା ହରାଇ ବସିଥାନ୍ତେ। ଏଣୁ ଯେକୌଣସି ଉପାୟରେ ଅବଲମ୍ବନ କରି ଓଡ଼ିଶା ଦଖଲ ପାଇଁ ଇଂରେଜମାନେ ସଦାସର୍ବଦା ଚେଷ୍ଟିତ ରହିଥିଲେ। 1803 ଖ୍ରୀଷ୍ଟାବ୍ଦରେ ଦେଓଗାଁ ଠାରେ ଇଂରେଜ ଏବଂ ମରହଟ୍ଟାମାନଙ୍କ ମଧ୍ୟରେ ସନ୍ଧି ହୋଇଥିଲା। ଏହି ସନ୍ଧି ଫଳରେ ଇଂରେଜମାନେ ମରହଟ୍ଟାମାନଙ୍କ ଦଖଲରେ ଥିବା ଓଡ଼ିଶାର ପୁରୀ ଜିଲ୍ଲାର ସବ୍ ଡିଭିଜନ, କଟକ, ବାଲେଶ୍ୱର ଜିଲ୍ଲାର ସମସ୍ତ ଅଞ୍ଚଳ ପାଇଥିଲେ। ଏହି ଅଞ୍ଚଳ କମ୍ପାନୀ ହାତକୁ ଆସିବା ପରେ କମ୍ପାନୀର ସୈନ୍ୟମାନେ ଗଞ୍ଜାମ ଆଡ଼ୁ ମାଣିକପାଟଣା ଦେଇ ପୁରୀ ଆସିଥିଲେ। 1803 ମସିହାରେ ଖୋର୍ଦ୍ଧା ରାଜା ତାଙ୍କ ମାମୁଁ ଘର ଗଞ୍ଜାମରେ କିଛି ସମୟ ଅବସ୍ଥାନ କରିଥିଲେ। ଖବର ଜାଣିଲା ପରେ କର୍ଣ୍ଣେଲ ହାର୍କୋଟ ଗଞ୍ଜାମରେ ଥିବା ଖୋର୍ଦ୍ଧା ରାଜାଙ୍କର ଓକିଲଙ୍କ ମାଧ୍ୟମରେ
ରାଜାଙ୍କୁ ଦେଖା କରି ଖୋର୍ଦ୍ଧା ରାଜ୍ୟ ମଧ୍ୟ ଦେଇ ଯାତାୟାତ କରିବା ପାଇଁ ଗୋଟିଏ ରାସ୍ତା ଦେବା ପାଇଁ ଅନୁରୋଧ କରିଥିଲେ। ସେଠାରେ ରାଜା ଏବଂ କର୍ଣ୍ଣଲ ହାରକୋର୍ଟଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା। ଏହି ଚୁକ୍ତିନାମାରେ ଦୁଇଟି ସର୍ତ୍ତ ଥିବାର ଜଣାଥାଏ। ପ୍ରଥମ ସର୍ତ୍ତଟି ଥିଲା ଇଂରେଜମାନେ ଖୋର୍ଦ୍ଧା ରାଜ୍ୟ ମଧ୍ୟ ଦେଇ ଯାତାୟାତ କରିପାରିବେ। ଏହି ସୁବିଧା ପାଇଁ ଇଂରେଜ ସରକାର ଖୋର୍ଦ୍ଧା ରାଜାଙ୍କୁ 1 ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ। ଦ୍ୱିତୀୟ ସର୍ତ୍ତଟି ଥିଲା ଇଂରେଜମାନେ ଓଡ଼ିଶାରେ ଥିବା ମରଟ୍ଟା ମାନଙ୍କ ଠାରୁ ରାହାଙ୍ଗ, ଲେମ୍ବାଇ, ଚବିଶକୁଦ, ସିରେଇ ପ୍ରଗଣା ଗୁଡ଼ିକୁ ଦଖଲ ପରେ ଖୋର୍ଦ୍ଧା ରାଜାଙ୍କୁ ଫେରାଇ ଦେବେ। ଏହି ଚୁକ୍ତି ବାବଦକୁ ରାଜା 10,000 ଟଙ୍କା ଇଂରେଜମାନଙ୍କ ଠାରୁ ଆଣିଥିବା ଜଣାଯାଏ। ଏହି ରାଜିନାମାକୁ ଜୟୀରାଜଗୁରୁ ବିରୋଧ କରିଥିଲେ, କାରଣ ଏହା ଗଞ୍ଜାମରେ ହୋଇଥିବାରୁ ସେ ଏହା ବିଷୟରେ ଅଜ୍ଞ ଥିଲେ। ତା ସହିତ ରାଜା ନାବାଳକ ଥିବାରୁ ଏହି ଚୁକ୍ତିନାମାର କୌଣସି ଯଥାର୍ଥତା ନାହିଁ ବୋଲି ସେ କହିଥିଲେ। ଇଂରେଜମାନେ 29 ଡିସେମ୍ବର 1803 ମସିହାରେ ଏକ ଚୁକ୍ତିନାମା ପ୍ରକାଶ କରି ବିଭିନ୍ନ ପ୍ରାଦେଶିକ ରାଜାମାନଙ୍କୁ ତାଙ୍କର ବସତ୍ୱ ସ୍ୱୀକାର କରିବା ପାଇଁ ଏକ ନିର୍ଦ୍ଦିଷ୍ଟ କର ଦେବା ପାଇଁ ଘୋଷଣା କରିଥିଲେ। ଜୟୀରାଜଗୁରୁଙ୍କ ପରାମର୍ଶ କ୍ରମେ ଏହି ଚୁକ୍ତିପତ୍ରରେ ରାଜା ଦସ୍ତଖତ କରୁନାହାନ୍ତି ଜାଣି 1803 ମସିହାରେ ଗୋବିନ୍ଦରାୟ ମେହେର ନାମକ ଜଣେ କାନୁନଗୋଙ୍କ ହାତରେ କର୍ଣ୍ଣଲ ହାରକୋର୍ଟ ଏବଂ ପତ୍ର ଖୋର୍ଦ୍ଧା ରାଜା ମୁକୁନ୍ଦଦେବଙ୍କ ପାଖକୁ ଲେଖି ଜୟୀରାଜଗୁରୁଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ କରିବା ପାଇଁ ସୂଚନା ଦେଇଥିଲେ। ଏଥିରେ ମଧ୍ୟ ଉଲ୍ଲେଖ ଥିଲା ଯେ ଯଦି ରାଜା ଜୟୀରାଜଗୁରୁଙ୍କୁ ତାଙ୍କ କାର୍ଯ୍ୟରୁ ଅନ୍ତର କରିଦିଅନ୍ତି ତାହେଲେ ତାଙ୍କୁ 50,000 ଟଙ୍କା ନଗଦ ଦିଆଯିବ। କିନ୍ତୁ ଜୟୀରାଜଗୁରୁଙ୍କର ତ୍ୟାଗକୃତ ଜୀବନ ଖୋର୍ଦ୍ଧା ରାଜାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ଇଂରେଜ ସରକାରଙ୍କର ଏହି ପ୍ରଲୋଭନକୁ ରାଜା ପ୍ରତ୍ୟାଖ୍ୟାନ କରିଥିଲେ। 1803 ଡିସେମ୍ବର 27 ତାରିଖ ଦିନ ଦେଓଗାଁ ଠାରେ ଦ୍ୱିତୀୟ ରଘୁଜୀ ଭୋସଲେଙ୍କ ସହ ଇଂରେଜମାନଙ୍କର ଚୁକ୍ତି ଅନୁଯାୟୀ ଇଂରେଜମାନେ ଓଡ଼ିଶାରେ ଥିବା ମରଟ୍ଟାର ସମସ୍ତ ଅଞ୍ଚଳକୁ ଅଧିକୃତ କରିଥିଲେ। 2 ଜାନୁଆରୀ 1804ରେ ସମ୍ବଲପୁର ରାଜ୍ୟ ମଧ୍ୟ ଅଧିକୃତ କରାଯାଇଥିଲା। ଏହା ଶୁଣି ଜୟୀରାଜଗୁରୁ ନିଆଁରେ କ୍ରୋଧାଗ୍ନିରେ ଜଳି ଯାଇଥିଲେ। 1804 ମସିହା ମାର୍ଚ୍ଚ ମାସ 11 ତାରିଖ ଦିନ ଜୟୀରାଜଗୁରୁ ରୋଡଙ୍ଗର ଦିଗମ୍ବର ଭୂୟାଁ ଏବଂ ବାଲିସୁନ୍ଦରାଙ୍କ ସହିତ 2000 କୁଶଳୀ ସୈନିକଙ୍କୁ ଧରି କର୍ଣ୍ଣେଲ ହାରକୋର୍ଟଙ୍କୁ ବାରବାଟୀ ଦୁର୍ଗରେ ପୂର୍ବ ଏଗ୍ରିମେଣ୍ଟ ବାବଦ ଟଙ୍କା ଏବଂ ପ୍ରଗଣା ବାପସ ଦାବି କରି ଘେରାଉ କଲେ। କର୍ଣ୍ଣେଲ ହାରକୋର୍ଟ ଜୟୀରାଜଗୁରୁଙ୍କ ଏତାଦୃଶ କାର୍ଯ୍ୟରେ ଅତ୍ୟନ୍ତ ଭୟଭୀତ ହୋଇ ତାଙ୍କୁ ନଗଦ 40,000 ଟଙ୍କା ଦେଇଥିଲେ। ପ୍ରଥମେ ଜୟୀରାଜଗୁରୁ ଏହି ଟଙ୍କା ଗ୍ରହଣ କରିବା ପାଇଁ ଅନିଚ୍ଛା ପ୍ରକାଶ କଲେ, କିନ୍ତୁ ପରେ ଏହି ଟଙ୍କା ଇଂରେଜମାନଙ୍କ ପାଇଁ ଯୁଦ୍ଧର ପ୍ରସ୍ତୁତିରେ ବ୍ୟବହୃତ ହୋଇପାରିବ ଭାବି ଟଙ୍କା ଗ୍ରହଣ କରିଥିଲେ। ପ୍ରଗଣା ଫେରସ୍ତ ଉପରେ କର୍ଣ୍ଣେଲ ହାରକୋର୍ଟ ରୋକଠୋକ ମନା କରିଦେଇଥିଲେ। ଏପରି କୌଣସି ଚୁକ୍ତି ହୋଇନାହିଁ ବୋଲି ସେ ଜୟୀରାଜଗୁରୁଙ୍କୁ ସୂଚନା ଦେଇଥିଲେ। ଜୟୀରାଜଗୁରୁ କଟକରୁ ଫେରିଆସି ରାଜା ଚୁକ୍ତି କରିଥିବାରୁ ରାଜାଙ୍କୁ ଅତ୍ୟନ୍ତ କଟୁ ଭାଷାରେ ତିରସ୍କାର କରିଥିବାର ଜଣାଯାଏ। 1804 ଡିସେମ୍ବର ମାସ 7 ତାରିଖ ଦିନ ଇଂରେଜ ସରକାର ରାଜା ବିଦ୍ରୋହୀ ବୋଲି ଏକ ଘୋଷଣାନାମା ଜାରି କଲେ। ରାଜାଙ୍କର କଥା କେହି ମାନିବେ ନାହିଁ ବୋଲି ମଧ୍ୟ ଘୋଷଣାନାମାରେ ଉଲ୍ଲେଖ ଥିଲା। ତାଙ୍କର ସମସ୍ତ କାର୍ଯ୍ୟାବଳୀକୁ ବେଆଇନ ବୋଲି ଘୋଷଣା କରାଗଲା। ଖୋର୍ଦ୍ଧା ରାଜାଙ୍କୁ ସାହାଯ୍ୟ ସହଯୋଗ କଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜନସାଧାରଣରେ ପ୍ରକାଶ କରାଗଲା। ରାଜାଙ୍କୁ ମଧ୍ୟ ଗାଦିରୁ ତଡ଼ି ଦିଆଗଲା ବୋଲି ଘୋଷଣା କରାଗଲା। ପଶ୍ଚିମ ଖୋର୍ଦ୍ଧାର ଓଳସିନ ପଟ୍ଟନାୟକ ଇଂରେଜ ସରକାରଙ୍କୁ ରାଜାଙ୍କର ସମସ୍ତ ଗୁପ୍ତ ତଥ୍ୟ ଯୋଗାଇ ଦେଇଥିଲେ। ସେ ଏକ ବିଶ୍ୱାସଘାତକ ଥିଲେ ବୋଲି ଇତିହାସରେ ଲେଖା ରହିଛି। ଏହି ସମୟରେ ବରୁଣେଇ ପାହାଡ଼ଠାରେ ଏକ ଭୟଙ୍କର ଯୁଦ୍ଧ ଇଂରେଜ ସରକାର ଏବଂ ଖୋର୍ଦ୍ଧା ସୈନ୍ୟମାନଙ୍କ ମଧ୍ୟରେ ହୋଇଥିଲା। ଇଂରେଜ ଫୌଜମାନେ ଖୋର୍ଦ୍ଧା ଅଞ୍ଚଳକୁ ପ୍ରବେଶ କରି ପ୍ରଥମେ ବରୁଣେଇ ପାହାଡ଼ ଏକ ନିରାପଦ ସ୍ଥାନ ଭାବି ସେଠାରେ ଛିଣାଛାଉଣି ପକାଇବାକୁ ଉଦ୍ୟମ କରିଥିଲେ। ବରୁଣେଇ ପାହାଡ଼ ତଳକୁ ମୁକୁନ୍ଦ ପ୍ରସାଦ ଜେମା ଦେଇ ଘୋଡ଼ାସାହି ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ପ୍ରାନ୍ତରରେ 7,000 ସେନା ଡେରା ପକାଇବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ବରୁଣେଇ ପର୍ବତ ଉପରେ ଜଗିଥିବା ପାଇକ ସେନାମାନେ ଅତର୍କିତ ଭାବରେ ଇଂରେଜ ସୈନ୍ୟମାନଙ୍କ ଉପରେ ଆକ୍ରମଣ କରିଥିଲେ। ଇଂରେଜ ମାନେ ସେଠାରେ ପହଞ୍ଚିବା ପୂର୍ବରୁ ବରୁଣେଇ ପାହାଡ଼ରେ 5,000 ପାଇକ ସେନା ଜୟୀରାଜଗୁରୁଙ୍କ ନେତୃତ୍ୱରେ ମହଜୁଦ ଥିଲେ। ବରୁଣେଇ ପର୍ବତ ଉପରୁ ଅନବରତ ତୀର ବର୍ଷା ହେଲା ଫଳରେ ବହୁ ଇଂରେଜ ସୈନିକ ସେଠାରେ ଟଳି ପଡ଼ିଥିଲେ। ଜୟୀରାଜଗୁରୁଙ୍କ ନେତୃତ୍ୱରେ ବୀର ପାଇକମାନେ ନିଜ ଜୀବନକୁ ଉତ୍ସର୍ଗ କରି
ଯୁଦ୍ଧ କ୍ଷେତ୍ରରେ ଜୟଲାଭ କରିଥିଲେ। 3 ଦିନ ଧରି ବରୁଣାଇ ଅବରୋଧ ହେଲା, ଅନେକ ପାଇକଙ୍କର ମୃତ୍ୟୁ ଘଟିଲା। ବରୁଣାଇ ପର୍ବତକୁ ଅରୁଣେଇ ଏବଂ ବରୁଣେଇ ଠାକୁରାଣୀ ଯୁଦ୍ଧରେ ଜୟରାଜଗୁରୁଙ୍କୁ ସାହାଯ୍ୟ କରିଥିବାର ଏବେ ବି ଲୋକକଥା ସେଠାରେ ଶୁଣିବାକୁ ମିଳେ। ଜୟରାଜଗୁରୁଙ୍କର ସାଧନା ଫଳରେ ଏହି 2 ଭଉଣୀ ଘୋଡ଼ା ଚଢ଼ି ଯୁଦ୍ଧ କରିଥିବାର ସୂଚନା ମିଳେ। ଦୈବ ଶକ୍ତିକୁ ପରାହତ କରିବା ପାଇଁ ଇଂରେଜ ସରକାରଙ୍କ କ୍ଷମତା ବାହାରିଥିଲା। ଏଣୁ ସେ ବିଶ୍ୱାସଘାତମାନଙ୍କ ସହିତ ପରାମର୍ଶ କରି ଏହି ଠାକୁରାଣୀ ପୀଠକୁ ଗୋମାଂସ ଏବଂ ଗୋରକ୍ତ ଫିଙ୍ଗି ଅପବିତ୍ର କରିବା ଫଳରେ ଠାକୁରାଣୀ ପୀଠ ଅପବିତ୍ର ହେବାରୁ ଶକ୍ତିଦ ଏହି ପର୍ବତରୁ ଚାଲି ଯାଇଥିଲେ ବୋଲି ସୂଚନା ମିଳେ। ପରେ ହୋଇଥିବା ଯୁଦ୍ଧରେ ଇଂରେଜମାନେ ବରୁଣାଇ ପାହାଡ଼କୁ ଅଧିକାର କରିଥିଲେ। ଇଂରେଜମାନେ ବିଶ୍ୱାସଘାତକ ସୈନିକମାନଙ୍କ ସହିତ ଚୁକ୍ତି କରି ଛଳ କରି ବରୁଣାଇ ପର୍ବତକୁ ଅଧିକାର କରିଥିଲେ। ବରୁଣାଇ ଦୁର୍ଗ ଅଧିକାର ପରେ ଖୋର୍ଦ୍ଧା ରାଜ୍ୟକୁ ନିଜ ଅଧୀନକୁ ନେବା ପାଇଁ ଇଂରେଜ ସରକାର ଭାରତବର୍ଷ ବଛା ବଛା କ୍ୟାପ୍ଟେନ ସେନାବାହିନୀର ସାହାଯ୍ୟ ନେଇଥିଲେ। ଖୋର୍ଦ୍ଧାଗଡ଼ର 4ଗୋଟି ଦ୍ୱାରରେ ପାଇକମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବାରୁ ସିଧାସଳଖ ଭାବେ ଖୋର୍ଦ୍ଧା ଦୁର୍ଗ ମଧ୍ୟକୁ ପ୍ରବେଶ କରିବା ଇଂରେଜମାନଙ୍କ ପକ୍ଷେ ସୁବିଧାସୁଯୋଗ ହୋଇନଥିଲା। କ୍ୟାପ୍ଟେନ ଷ୍ଟୋନରଙ୍କ ନେତୃତ୍ୱରେ ଦଳେ ସୈନିକଙ୍କୁ ଗଙ୍ଗପଡ଼ାକୁ ପଠାଯାଇଥିଲା। ବହୁ ଦୂରରୁ ଦୁର୍ଗରକ୍ଷୀ ଏହା ଜାଣିପାରି ସଂକେତ ଦେଇଥିଲେ। ଫଳରେ ଦୁର୍ଗ ମଧ୍ୟରେ ଥାଇ ଇଂରେଜ ସୈନିକଙ୍କ ଉପରେ ଅଗ୍ନିବର୍ଷଣ କରାଯାଇଥିଲା। ଇଂରେଜମାନେ ଏହି ଦ୍ୱାର ଦେଇ ଦୁର୍ଗ ମଧ୍ୟକୁ ଯାଇପାରିନଥିଲେ। ଏହି ଦ୍ୱାରଠାରୁ ଅଳ୍ପ ଦୂରରେ ଥିବା ବାହାର ପାଚେରୀ ନିକଟରେ 12 ପାଉଣ୍ଡିଆ ବ୍ୟାଟେରୀ 4ଟି, 6 ପାଉଣ୍ଡିଆ ବ୍ୟାଟେରୀ ହାଇୱାଇଜର ପ୍ରଭୃତି ହିଂସାତ୍ମକ ଅସ୍ତ୍ରମାନ ଖଞ୍ଜା ଯାଇଥିଲା ଏବଂ ଏହି ଅସ୍ତ୍ରଗୁଡ଼ିକ କ୍ରମାଗତ ଭାବେ ଦିନ 10ଟାରୁ କାର୍ଯ୍ୟକ୍ଷମ ହୋଇ ଅନବରତ ଭାବେ ଗୋଳା ବିସ୍ଫୋରଣ କରି ବାହାର ପାଚେରୀରେ ଗୋଟିଏ ବଡ଼ ଧରଣର ଗର୍ତ୍ତ ସୃଷ୍ଟି କରିଥିଲେ। ଇଂରେଜ ସରକାର ମେଜର ଫ୍ଲେଚର ଏକ ନିଶୁଣି ସାହାଯ୍ୟରେ ପାଚେରୀ ଡେଇଁ ଦୁର୍ଗ ମଧ୍ୟକୁ ପ୍ରବେଶ କରିଥିଲେ। ଜୟରାଜଗୁରୁଙ୍କ ସଙ୍ଗେ ଦୁର୍ଗ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଲା। ଏହି ଯୁଦ୍ଧ ସମୟରେ ଜୟରାଜଗୁରୁ ବନବାସ କରୁଥିବା ଘରଟିକୁ ତାଲା ପକାଇ ଦିଆଯାଇଥିଲା। ଏହି ଘର ମଧ୍ୟରେ ଗୋଟେ ସୁନା କୁଲେଇ ଥିବାର ଜଣାଯାଏ। ଏହି କୁଲେଇରେ ମନ୍ତ୍ର ବିଞ୍ଚି ଜୟରାଜଗୁରୁ ଧୂମାବତୀଙ୍କୁ ଆବିର୍ଭୂତ କରିଥିବାର ଲୋକମୁଖରୁ ଶୁଣାଯାଏ। କିନ୍ତୁ ସେ ଘରଟିକୁ ବନ୍ଦ କରିଦେବାରୁ ଜୟରାଜଙ୍କୁ କୌଣସି ଦୈବ ଶକ୍ତିଙ୍କର ସାହାଯ୍ୟ ମିଳିପାରିନଥିଲା। ବୀରତ୍ୱର ସହ ଜୟରାଜଗୁରୁ ଇଂରେଜମାନଙ୍କ ସହିତ ଯୁଦ୍ଧ କରି ସେ ଶେଷ ମୁହୂର୍ତ୍ତରେ ଘରକୁ ଆସି ଘର ତାଲା ପଡ଼ି ଯାଇଥିବା ଦେଖିବାରୁ ଫେରି ଯାଇଥିଲେ। ଇଂରେଜମାନଙ୍କ କପଟତାର ସହ ଯୁଦ୍ଧ କରି ଅନେକ ସୈନିକଙ୍କୁ ନିହତ କରିଥିଲେ। ତା ସହିତ ଜୟରାଜଗୁରୁଙ୍କୁ ବନ୍ଦୀ ମଧ୍ୟ କରିଥିଲେ। ଜୟରାଜଗୁରୁ ବନ୍ଦୀ ହେବା ପରେ ଖୋର୍ଦ୍ଧା ଦୁର୍ଗର ପତନ ଘଟିଥିଲା। ତା ସହିତ ଖୋର୍ଦ୍ଧା ରାଜା ନିଜକୁ ଅସହାୟ ମନେ କରିଥିଲେ। ସେଥିପାଇଁ ରାଜା କର୍ଣ୍ଣେଲ ହାରକଟ ଓକିଲଙ୍କୁ ବନ୍ଦୀ କରି ରାଜାଙ୍କୁ ଧରିବା ପାଇଁ ଇଂରେଜ ସୈନ୍ୟମାନଙ୍କୁ ପଠାଇ ବିଭିନ୍ନ ସ୍ଥାନ ଖାନତଲାସ କରିଥିଲେ। ରାଜା ଫତେ ମହମ୍ମଦଙ୍କ ଘରେ ଆତ୍ମଗୋପନ କରିଥିଲେ। ଫତେ ମହମ୍ମଦ ଏହାର ସୁଯୋଗ ନେଇ ରାଜାଙ୍କୁ ଇଂରେଜମାନଙ୍କ ହାତରେ ଧରାଇ ଦେଲେ 3000 ଟଙ୍କା ବକ୍ସିସ ପାଇବେ ବୋଲି ଇଂରେଜମାନେ ତାଙ୍କୁ ଲାଞ୍ଚ ପ୍ରଦାନ କରିଥିଲେ। ଫଳରେ ରାଜାଙ୍କୁ 1805 ମସିହା ଜାନୁଆରୀ ମାସ 3 ତାରିଖରେ ବନ୍ଦୀ କରାଗଲା। ରାଜା ଏବଂ ଜୟରାଜଗୁରୁଙ୍କୁ ବନ୍ଦୀ କରାଯାଇ ତାଙ୍କୁ ପ୍ରଥମେ ମେଦିନାପୁରକୁ ସ୍ଥାନାନ୍ତରିତ କରାଗଲା। ଯଦିଓ ସେ କିଛି କାଳ ପାଇଁ କଟକ ଜେଲରେ ସେମାନଙ୍କୁ ରଖାଯାଇଥିଲା। ଏହାପରେ ମେଦିନାପୁର ଠାରେ ରାଜା ଏବଂ ଜୟରାଜଗୁରୁଙ୍କର ବିଚାର ଚାଲିଲା। ଜୟରାଜଗୁରୁଙ୍କୁ କର୍ଣ୍ଣେଲ ହାରକଟଙ୍କ ପାଖକୁ ଅଣାଯାଇ ଏହି ଗଣ୍ଡଗୋଳରେ ତାଙ୍କର ଭୂମିକା ବିଷୟରେ ପଚରାଯାଇଥିଲା। ସେ ରାଜାଙ୍କ ନିର୍ଦ୍ଦେଶରେ କମ୍ପାନୀ ସରକାର ବିରୁଦ୍ଧରେ ଏହି ସମସ୍ତ କାର୍ଯ୍ୟାନୁଷ୍ଠାନ କରିଛନ୍ତି ନା ନିଜେ ଏହିସବୁ କରିଛନ୍ତି, ଏଥିପାଇଁ କିଏ ଦାୟୀ? ସେ ଉତ୍ତର ଦେଇଥିଲେ, ରାଜା ଓ ରାଜ୍ୟର ମଙ୍ଗଳ ପାଇଁ ସେ ନିଜେ ପ୍ରଧାନମନ୍ତ୍ରୀ ହିସାବରେ ଏସବୁ କାର୍ଯ୍ୟ କରିଛନ୍ତି। ଦେଶର ସ୍ୱାଧୀନତା ରକ୍ଷା କରିବା ସହିତ ମାତୃଭୂମିକୁ ରକ୍ଷା କରିବା ପ୍ରତ୍ୟେକ ନାଗରିକର ପ୍ରଧାନ କର୍ତ୍ତବ୍ୟ। ଏ ରାଜ୍ୟ ଇଂରେଜ ମାନଙ୍କର ନୁହେଁ, ଏହା ପଠାଣ ବା ମୋଗଲ ମାନଙ୍କର ନୁହେଁ, ଏହା ମରାଠା ବା ଖ୍ରୀଷ୍ଟିଆନ ମାନଙ୍କର ନୁହେଁ। ଏହା ପୁରୁଷ ପୁରୁଷ ଧରି ଆମ ନିଜ ରାଜ୍ୟ। ନିଜ ରାଜ୍ୟର ସୁରକ୍ଷା ପାଇଁ
ଆମେ ଯାହା କର୍ତ୍ତବ୍ୟ ଆମର ଯାହା କର୍ତ୍ତବ୍ୟ ଆମେ ତାହା କରିଛୁ। ଆମ ମାତୃଭୂମିର ସୁରକ୍ଷା କରିବାକୁ ଆମେ ଯେଉଁ ପଦକ୍ଷେପ ନେଉଛୁ ତାହା କୌଣସି ଭୁଲ କାର୍ଯ୍ୟ ନୁହେଁ। ଏହା ମୋର କୌଣସି ଦୋଷ ବା ଅପରାଧ ନୁହେଁ ବୋଲି ମୁଁ ବିବେଚନା କରୁଛି। ଏହି କଥା ଗୁଡ଼ିକ ଅତ୍ୟନ୍ତ ସ୍ପଷ୍ଟ ଓ ସାହସର ସହିତ ଜୟୀରାଜଗୁରୁ କର୍ଣ୍ଣେଲ ହାରକୋର୍ଟକୁ ଉତ୍ତର ଦେଇଥିଲେ। ଏହି କଥାରୁ ଜୟୀରାଜଗୁରୁଙ୍କର ଅସୀମ ବୀରତ୍ୱ ତଥା ସାହସିକତାର ପରିଚୟ ମିଳେ। ନିଜର ମୃତ୍ୟୁ ଆସନ୍ନ ଜାଣି ସେ କର୍ଣ୍ଣେଲ ହାରକୋର୍ଟକୁ ଚେତାବନୀ ଦେଇ କହିଥିଲେ ଯେ, ହେ ଇଂରେଜ ସରକାରର ଗୋଲାମ, ଭାରତ ଛାଡ଼ିବା ପାଇଁ ପ୍ରସ୍ତୁତ ହେଇଯା, ନହେଲେ ପରିଣତି ଭୟଙ୍କର ହେବ। ଜଣେ ଜୟୀରାଜଗୁରୁଙ୍କୁ ମାରିଦେଲେ ଅନେକ ଜୟୀରାଜଗୁରୁ ଏହି ମାଟିରେ ଜନ୍ମ ନେବେ ଏବଂ ଏ ଦେଶରୁ ତାଙ୍କ ଶତ୍ରୁକୁ ବିତାଡ଼ିତ କରିବେ। ହାତ ଗୋଡ଼ ବନ୍ଧା ହୋଇଥିବା ଦେଶପ୍ରେମୀଙ୍କର ଏହି ଉକ୍ତି କର୍ଣ୍ଣେଲ ହାରକୋର୍ଟଙ୍କ ହୃଦୟରେ ସୃଷ୍ଟି କରିଥିଲା ଭୟର ଅଙ୍କୁର। ସେ କେବେ ଜୟୀରାଜଗୁରୁଙ୍କ ଠାରୁ ଏଭଳି ଦାମ୍ଭିକତା ଭରା ନିର୍ମମ ବାକ୍ୟ ଆଶା କରିନଥିଲେ। ଜୟୀରାଜଗୁରୁଙ୍କର ରୋକଠୋକ୍ ଉତ୍ତର ତାଙ୍କର କ୍ରୋଧକୁ ବହୁଗୁଣିତ କରିଥିଲା। ଦୁର୍ବଳ ସ୍ୱାର୍ଥପର ରାଜା ତିଳେ ମାତ୍ର ଚିନ୍ତା କରିନଥିଲେ ଓଡ଼ିଶାର ନିରୀହ ଜନସାଧାରଣଙ୍କୁ। ଦିନେ ହେଲେ ତାଙ୍କର ମାତୃଭୂମି ପାଇଁ ସେ ଚିନ୍ତା ନ କରି ସମସ୍ତ ଦୋଷ ଲଦିଦେଲେ ଓଡ଼ିଶାର ଲୌହ ମାନବ ଉପରେ। ମେଦିନାପୁରର ବାଘତୋଡ଼ା ଠାରେ ହେଉଥିବା ବିଚାରର ପ୍ରଥମ ଶିକାର ହେଉଥିଲେ ଜୟୀରାଜଗୁରୁ। ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବଙ୍କ ସାକ୍ଷ୍ୟରୁ ଜଣାଗଲା ଯେ ମୁଦାଲା କମ୍ପାନୀ ସରକାରଙ୍କ ସୁଶାସନ ବିରୁଦ୍ଧରେ ଅନ୍ୟାୟ ଷଡ଼ଯନ୍ତ୍ର କରିଥିବା ହେତୁ ବହୁ ନରହତ୍ୟା ସଂଗଠିତ ହେଉଛି। ତେଣୁ ତାଙ୍କୁ ଫାଶୀ ଦିଆଯିବ। ସିପାହୀମାନେ ମେଦିନାପୁର ବାଘତୋଡ଼ା ଠାରେ ଡିସେମ୍ବର 6 ତାରିଖ ଦିନ ବର୍ବରୋଚିତ ଭାବେ ଗୋଟେ ଗଛର 2ଟି ଡାଳ ଟାଣି ଆଣି ତାଙ୍କ 2 ଗୋଡ଼ରେ ବାନ୍ଧି ଦେଇଥିଲେ ଏବଂ ତାପରେ ସେଇ ଡାଳ 2ଟିକୁ ସେମାନେ ଛାଡ଼ି ଦେଇଥିଲେ। ଫଳରେ ପଲକ ମଧ୍ୟରେ ଜୟୀରାଜଗୁରୁଙ୍କ ଶରୀରଟି 2 ଫାଳ ହୋଇଯାଇଥିଲା। ଯେଉଁ ଓଡ଼ିଆ ଜାତି ପାଇଁ ସୁଦୂର ମେଦିନୀପୁରରେ ଇଂରେଜ ମାନେ ତାଙ୍କୁ ହତ୍ୟା କଲେ, ସେଠାରେ କେହି ହେଲେ ଜଣେ ନଥିଲେ ଯେ ବୀର ପୁରୁଷଙ୍କ ମୃତ୍ୟୁ ପାଇଁ ଆପତ୍ତି ଉଠାଇବେ। କାରଣ ଏହା ଏକ ନିବିଡ଼ ଜଙ୍ଗଲ ଥିଲା। ସେଠାରେ କେହି ନଥିଲେ ପ୍ରତିରୋଧ କରିବା ପାଇଁ। ବର୍ବରୋଚିତ ଭାବେ ଇଂରେଜ ମାନେ ଜୟୀରାଜଗୁରୁଙ୍କୁ ହତ୍ୟା କଲେ। ତାର କେହି ପ୍ରତିବାଦ କଲେ ନାହିଁ। କଥାରେ ଅଛି, ଗାଉ ବୋଲେ ରାଉ ରାଉ, ଜୟୀରାଜଗୁରୁ ଫାଶୀ ପାଇଲେ, କେହି ନ କହିଲେ ଥାଉ, କେହି ନ କହିଲେ ଥାଉ।